ଆସନ୍ତୁ ଆଜି ଆମେ ବାହୁଡ଼ା ଯାତ୍ରା ଦେଖିବା। ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି। ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। जय जगन्नाथ आसचु भुवनेश्वर सारा संसार विश्व को भल रखु प्रभु मणिमा जय जगन्नाथ जय जगन्नाथ। आज पागटा बढ़िया बढ़िया आज पूरा बढ़िया सब महाप्रभु दया जगह फेरुची आज नीलाद्री विजय हम बढ़िया दर्शन पिंटूर मोर आज बुलुचु पूरा बाहुड़ा आज बुलुचु वर्षा होची जोरे। जय जगन्नाथ कालिया सार तो वर्तमान बाहुड़ुचंती सिंहासन को। जय जगन्नाथ जय जगन्नाथ। कालिया साहंत फेरुचंती कालियार रथ आसुची देखो घंटा भाई रही जा पूरा सीधा आस्ते 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 बिल्कुल सीधा जीवा बिल्कुल सीधा सीधा जीवा सीधा जीवा चलो आस्ते आस्ते तोरा बढ़िया है बाने गाड़ी दियो भाई जा तू घंटा भाई रही जा भाई जा मुंड खराब हो जाता भितर जगन्नाथ रथ आसला बेलू आम दिज हजिगलु बहुत समय पाखापाखि गोटे घंटा खोजिला या पाइली ये बाबू जगन्नाथ रथ आसुची से गहली हो जगह से टाइम हजिगले खोजी खोजी घंटे एले मिले। जय जगन्नाथ चल बुलिया तीन नंबर 4 नंबर रसी चारोटी रसी की आप डिस्टेंस रखते पुलिस भाई मैंने चारोटी रसी की डिस्टेंस रखते ବାହୁଡ଼ା ଯାତ୍ରା ହେଉଛି ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଯାହା ଶ୍ରୀ ଜଗନ୍ନାଥ ମନ୍ଦିରର ରଥଯାତ୍ରା ପରେ ଆସିଥାଏ। ବାହୁଡ଼ା ଯାତ୍ରାର ଅର୍ଥ ବାହୁଡ଼ା। ବାହୁଡ଼ା ଶବ୍ଦର ଅର୍ଥ ହେଉଛି ଫେରିବା। ଏହି ଯାତ୍ରା ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ଫେରିବାକୁ ବୁଝାଇଥାଏ।
ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଗୁଣ୍ଡିଚା ମନ୍ଦିରକୁ ଯାଇ 9 ଦିନ ଅବସ୍ଥାନ କରନ୍ତି। ଏହାପରେ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ହୁଏ, ଯେଉଁଥିରେ ଶ୍ରୀବିଗ୍ରହମାନେ ନିଜ ନିଜ ରଥରେ ପୁରୀ ଶ୍ରୀମନ୍ଦିରକୁ ଫେରନ୍ତି। ଏହି ସମୟରେ ରଥାରୂଢ଼ ଦେବତାମାନଙ୍କୁ ଦର୍ଶନ କରିବା ଏକ ଅତ୍ୟନ୍ତ ପବିତ୍ର ଓ ଶୁଭ ବୋଲି ବିଶ୍ୱାସ କରାଯାଏ। ବାହୁଡ଼ା ଯାତ୍ରା ଦକ୍ଷିଣାଭିମୁଖୀ ଯାତ୍ରା ଭାବରେ ମଧ୍ୟ ଜଣାଶୁଣା। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଏହି ଯାତ୍ରାର ମହତ୍ତ୍ୱ ଉଲ୍ଲେଖ କରାଯାଇଛି। ବାହୁଡ଼ା ଯାତ୍ରା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଏକତ୍ରିତ ହୁଅନ୍ତି ଏବଂ ଏହି ପବିତ୍ର ଦିନକୁ ବେଶ ଧୁମଧାମରେ ପାଳନ କରନ୍ତି। ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା 3ଟି ଯାକ ରଥକୁ ଦକ୍ଷିଣାମୋଡ଼ କରାଯାଏ। ଗୁଣ୍ଡିଚା ମନ୍ଦିରର ନାକଜଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିମତେ ଲକ୍ଷ୍ମୀନାରାୟଣ ଭେଟ କରାଯାଇଥାଏ। ସମ୍ପୂର୍ଣ୍ଣ ଯାତ୍ରାକୁ 3ଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡ଼ା ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ। ଶାସ୍ତ୍ରୀୟ ବର୍ଣ୍ଣନା ଅନୁସାରେ ରଥଯାତ୍ରା ସମୟରେ ପ୍ରଭୁମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରିଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳିଥାଏ। ଏପରି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରିଥାନ୍ତି। ଅନ୍ତକାଳରେ ବୈକୁଣ୍ଠ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ। ଯଦି ଆମର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତେବେ ନିଶ୍ଚିନ୍ତ ଗୋଟିଏ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ।